ରେସ୍ପନ୍ସିବିଲିଟି ସମଗ୍ର ସରକାର ପ୍ରଥମ ଜିମ୍ମେଦାରୀ ହେଲା ପ୍ରଧାନମନ୍ତ୍ରୀଙ୍କର। ପ୍ରଧାନମନ୍ତ୍ରୀ ଜିମ୍ମେଦାରୀ ଦାୟିତ୍ୱ ଦେଇଛନ୍ତି ଶିକ୍ଷା ବିଭାଗର ଆମ ସମ୍ବଲପୁର ସଂସଦଙ୍କର ଦ୍ୱିତୀୟ ଜିମ୍ମେଦାରୀ। ତାପରେ ଯାଇକରି ଶିକ୍ଷା ବିଭାଗରେ ସର୍ବୋଚ୍ଚ ଜିମ୍ମେଦାରୀ ହେଲା ତାଙ୍କର ଏବଂ ତାପରେ ଯାଇକରି ତାଙ୍କର ଡାଇରେକ୍ଟର, ତାଙ୍କର ସେକ୍ରେଟାରୀ, ତାଙ୍କର ଆଡିସନାଲ ସେକ୍ରେଟାରୀ, ତାଙ୍କର ବିଭିନ୍ନ ବିଭାଗୀୟ ଅଫିସର ମାନେ ଏକ୍ସାମକୁ କଣ୍ଟ୍ରୋଲ କରୁଥିବା ଏଜେନ୍ସି ଯିଏ ସେ ମଧ୍ୟ ଭୟଙ୍କର, ତାକୁ ମଧ୍ୟ ଗିରଫଦାର କରାଯାଇ ସେ ତ ସେଠି କରୁଛନ୍ତି ନା। ତ ସେ ପ୍ରାଇଭେଟ ଏଜେନ୍ସି କେବେ କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି। ପ୍ରାଇଭେଟ ଏଜେନ୍ସିକୁ ଦେଲେ କାହିଁକି, ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି କାହିଁକି? এইভଳିଆ ଯେତେ ଯୋଉମାନେ ଇନଭଲ୍ଭ ଅଛନ୍ତି ସମସ୍ତେ ସମ୍ବଲପୁରରେ କାହିଁକି ସମ୍ବଲପୁରରେ ଭୁବନେଶ୍ୱରରେ ମଧ୍ୟ ମନ୍ତ୍ରୀଙ୍କ ଘେରାଉ କାର୍ଯ୍ୟକ୍ରମ ରଖିଥିଲେ ଏବଂ ବିଜେପି କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ରଖିଥିଲେ। ଅନେକ ମେମୋରାଣ୍ଡମ ସରକାରକୁ ଦିଆଯାଇସାରିଛି, 3-4 ଥର ରେଲି ହେଇସାରିଛି ଭୁବନେଶ୍ୱରରେ ମଧ୍ୟ। ଏବଂ ଆଜି ଯେହେତୁ ସମ୍ବଲପୁର ବି ଶିକ୍ଷା ସ୍ତରର ଗୋଟେ କେନ୍ଦ୍ର ସ୍ଥଳ, ଗୋଟା ରିଜନ ହେଲା ଶିକ୍ଷାରେ 3ଟା ୟୁନିଭର୍ସିଟିର ବ୍ରହ୍ମପୁର, ଭୁବନେଶ୍ୱର ଏବଂ ସମ୍ବଲପୁର, ଏ 3ଟା ଜାଗାରେ ଛାତ୍ର ମାନଙ୍କ ନ୍ୟାୟ ପାଇଁ ଅନେକ ଲୋକ ଅଭିଯୋଗ କରିଛନ୍ତି ଏବଂ ଆଜି ବି କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଏ କଥାକୁ ପ୍ରତିପାଦିତ କରିବା ପାଇଁ ଯେହେତୁ ଏଟା ଶିକ୍ଷା ମନ୍ତ୍ରୀଙ୍କର ସଂସଦୀୟ କ୍ଷେତ୍ର ସେଥିପାଇଁ ଏବଂ ସବୁଠୁ ବେଶୀ এটা বীর সুরেন্দ্র সাইଙ୍କର ପାର୍ଟି। କନ୍ୟାକୁମାରୀଙ୍କ ଯୋଗଦାନ କହୁଛି। କନ୍ୟାକୁମାରୀ ଜଣେ କ୍ରାନ୍ତିକାରୀ ଛାତ୍ର ନେତା, କ୍ରାନ୍ତିକାରୀ ଛାତ୍ର ନେତା ସେ ଯେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ନେତୃତ୍ୱ ନେଉଥିଲେ ଏବଂ ସମଗ୍ର ରାଜ୍ୟରେ ଦେଶରେ ବର୍ତ୍ତମାନ ଛାତ୍ର କଂଗ୍ରେସ NSUI ର ସେ ଇନଚାର୍ଜ ଅଛନ୍ତି କଂଗ୍ରେସ ପାର୍ଟି ତରଫରୁ ରାହୁଲ ଗାନ୍ଧୀଙ୍କ ତରଫରୁ। ତେଣୁ ଯେହେତୁ ସେ ଛାତ୍ର ବରିଷ୍ଠ ନେତା, ତାଙ୍କର କର୍ତ୍ତବ୍ୟ ରହିଛି ଛାତ୍ର ସମାଜକୁ ଦେଶରେ ମାର୍ଗଦର୍ଶନ ଦେବା ପାଇଁ ଏବଂ ଗୋଟେ ସଂଗ୍ରାମ ପତ୍ର ନେଇ ସେଥିପାଇଁ ତାଙ୍କୁ